ଶୁଭ ସକାଳ ଦର୍ଶକ ବନ୍ଧୁ। ଆଜି ହେଉଛି ଜୁଲାଇ 5 ତାରିଖ ଶନିବାର। ଚାଲନ୍ତୁ ନଜର ପକାଇବା ଆଜିର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ। ତା ପୂର୍ବରୁ ଯଦି ଆପଣମାନେ ଆମ ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରନ୍ତୁ। ତେବେ ଆସନ୍ତୁ ନଜର ପକାଇବା ଆଜିର ସମ୍ପୂର୍ଣ୍ଣ ଖବର ଉପରେ। ଅନିଶ୍ଚିତ ଘେରରେ ପୁରୀ ବିମାନ ବନ୍ଦର ଆପତ୍ତି ଉଠାଇଲେ କେନ୍ଦ୍ର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରାଳୟ। ସ୍ଥଗିତ ରହିଲା ଜଙ୍ଗଲ ଜମି ଅଧିଗ୍ରହଣ ଅନୁମୋଦନ। ବିଦେଶୀ ପକ୍ଷୀ ଏବଂ ଅଲିଭ୍ ରିଡଲଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି। ତେବେ 13,000 ଗଛ କାଟିବାକୁ ନେଇ ଆପତ୍ତି ଉଠାଇଲେ କେନ୍ଦ୍ର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରାଳୟ। ମେ 5ରେ ବିମାନବନ୍ଦର ପାଇଁ ମିଳିଥିଲା ଅନୁମୋଦନ। ବେସାମରିକ ଚଳାଚଳ ମନ୍ତ୍ରାଳୟ ଅନୁମୋଦନ ଦେଇଥିଲେ। 141 ହେକ୍ଟର ଜମିରେ ବିମାନବନ୍ଦର ହୋଇଥାନ୍ତା, କିନ୍ତୁ ସେଥିରୁ ପ୍ରାୟ 28 ଏକର ଜଙ୍ଗଲ ଜମି ରହିଛି। ପରବର୍ତ୍ତୀ ଖବର, ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଖରାପ ପ୍ରଦର୍ଶନ କରୁଥିବା କଲେଜ ଏବଂ ଯେଉଁ କଲେଜରେ କମ୍ ପିଲା ଥିବେ ସେହି କଲେଜଗୁଡ଼ିକୁ ବନ୍ଦ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଅନୁଦାନପ୍ରାପ୍ତ ଘରୋଇ ପ୍ରଫେସନାଲ ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରୁଥିବା କୌଣସି କଲେଜରେ ଯଦି ନିୟମିତ ଭାବେ ପିଲା କମ୍ ରହୁଛନ୍ତି ସେହି କଲେଜ ବନ୍ଦ ମଧ୍ୟ ରହିବ। ଉଚ୍ଚଶିକ୍ଷା ବିଭାଗ ଉଚ୍ଚ ଶିକ୍ଷମତା ସମ୍ପନ୍ନ କମିଟି ଏହି ନିଷ୍ପତ୍ତି ନେଇଛନ୍ତି। 146ଟି ଶିକ୍ଷାନୁଷ୍ଠାନର ଭିତ୍ତିଭୂମିକୁ ମଧ୍ୟ ଯାଞ୍ଚ କରାଯିବ। ସ୍ଥାୟୀ ଅନୁମୋଦନ ଶିକ୍ଷାବର୍ଷରେ ଆବେଦନ କରିଥିବା ରାଜ୍ୟର 146ଟି ଶିକ୍ଷାନୁଷ୍ଠାନର ଭିତ୍ତିଭୂମିକୁ ମଧ୍ୟ ଯାଞ୍ଚ କରାଯିବ। ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ କମିଟି ଶିକ୍ଷାନୁଷ୍ଠାନ ଗସ୍ତ କରି ଭିତ୍ତିଭୂମି ପାଠ୍ୟକ୍ରମ, ଅଧ୍ୟାପକ ଛାତ୍ରଛାତ୍ରୀଙ୍କ ଅନୁପାତ ପରି ବିଭିନ୍ନ ବିଷୟ ଉପରେ ଅନୁଧ୍ୟାନ କରିବ। ସେହି କମିଟି ଯେଉଁ ରିପୋର୍ଟ ପ୍ରଦାନ କରିବ ତାହାରି ଆଧାରରେ ବିଭାଗ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। ଯେଉଁଥିରେ 13ଟି ପ୍ରଫେସନାଲ କଲେଜ ମଧ୍ୟ ରହିଛି। ଏହା ବ୍ୟତୀତ 13ଟି ପ୍ରଫେସନାଲ କଲେଜ ନୂତନ ପାଠ୍ୟକ୍ରମ ଖୋଲିବାକୁ କରିଥିବା ଆବେଦନକୁ ବିଭାଗ ବାତିଲ କରିଛି। ପରବର୍ତ୍ତୀ ଖବର, ଏମ୍ସ ଏବଂ ଆଇସିଏମ୍ଆର୍ ଦାବି କରିଛନ୍ତି ଯେ କୋଭିଡ ଭ୍ୟାକ୍ସିନ ନିରାପଦ ଏବଂ ଏହା ଯୋଗୁଁ ଲୋକଙ୍କ ହୃଦ୍ଘାତ ହେଉନାହିଁ। ଏହା ସହିତ ଏହା ମଧ୍ୟ ଦାବି କରାଯାଇଛି ଯେ ଯେଉଁମାନେ ଟିକା ନେଇଛନ୍ତି ସେମାନେ ଟିକା ନ ନେଇଥିବା ଲୋକଙ୍କ ଅପେକ୍ଷା ସୁରକ୍ଷିତ। ଏମ୍ସର ହୃଦ୍ଘାତ ବିଭାଗର ମୁଖ୍ୟ ଡାକ୍ତର ରାଜୀବ ନାରଙ୍ଗ ଦାବି କରିଛନ୍ତି ଯେ ଟିକା ନେଇଥିବା ଲୋକଙ୍କ ମଧ୍ୟରେ ହଠାତ୍ ମୃତ୍ୟୁର ସମ୍ଭାବନା ବହୁତ କମ୍ ରହିଛି। ପରବର୍ତ୍ତୀ ଖବର, ରାଜ୍ୟରେ ବର୍ତ୍ତମାନ ବର୍ଷା ଜାରି ରହିଛି। ଏଥିପାଇଁ ଅନେକ ଜିଲ୍ଲାର କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜୁଛି। ଅନେକ ସ୍ଥାନରେ ବହୁତ ଲୋକ ପାଣି ଘେରରେ ରହିଛନ୍ତି। ବନ୍ୟା ପରିସ୍ଥିତି ଯୋଗୁଁ ପିଲାଙ୍କ ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ ହୋଇଛି। ବର୍ତ୍ତମାନ ବନ୍ୟାଞ୍ଚଳରେ ପହଞ୍ଚିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହି ବନ୍ୟାଞ୍ଚଳରେ ସେ ପହଞ୍ଚି ପିଲାମାନଙ୍କ ପାଠପଢ଼ା ସମ୍ପର୍କରେ ତଦାରଖ କରିଛନ୍ତି। କେମିତି ସୁବିଧାରେ ପାଠପଢ଼ା ହୋଇପାରିବ ଏ ନେଇ ମଧ୍ୟ ସମୀକ୍ଷା କରିଛନ୍ତି। ବନ୍ୟା ସ୍ଥିତି ତଦାରଖ କରି ଜିଲ୍ଲାପାଳ ନିଷ୍ପତ୍ତି ନେବେ। ଜିଲ୍ଲାପାଳଙ୍କ ସହ ଗଣଶିକ୍ଷା ମନ୍ତ୍ରୀ ଆଲୋଚନା ମଧ୍ୟ କରିଛନ୍ତି। ବନ୍ୟାଞ୍ଚଳ ପାଠପଢ଼ା ନେଇ ସେ କହିଛନ୍ତି ଯେ ଜିଲ୍ଲାପାଳଙ୍କ ଉପରେ ବନ୍ୟାଞ୍ଚଳ ପିଲାମାନଙ୍କର ପାଠପଢ଼ା ଦାୟିତ୍ୱ ରହିଥିଲା। ପରବର୍ତ୍ତୀ ଖବର, ଖୁବ୍ ଶୀଘ୍ର ଜମାକାରୀଙ୍କୁ ମିଳିବ ଚିଟ୍‌ଫଣ୍ଡ ଟଙ୍କା। ସମସ୍ତ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଦିଆଯିବ କହିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। କ୍ଷୁଦ୍ର ଜମାକାରୀ ହୁଅନ୍ତୁ ଅବା ବଡ଼ ଜମାକାରୀ, 10,000 ଟଙ୍କା ହେଉ କି 10 ଲକ୍ଷ ଟଙ୍କା ହେଉ, ସମସ୍ତଙ୍କୁ ଟଙ୍କା ମିଳିବ। ପର୍ଯ୍ୟାୟକ୍ରମେ ଜମାକାରୀଙ୍କୁ ଟଙ୍କା ଫେରସ୍ତ ହେବ ବୋଲି କହିଲେ ବିଜେପି ରାଜ୍ୟ ସଭାପତି। 5 ଲକ୍ଷ ପାଖାପାଖି ଜମାକାରୀଙ୍କ ତାଲିକା ହୋଇଛି। ଏବେ ବି ପ୍ରମାଣ ଦେଲେ ତଦାରଖ କରି ଟଙ୍କା ଦିଆଯିବ। ଯାହା ସଂକଳ୍ପ ନିଆଯାଇଛି ଯେ ତାହା ପୂରଣ ମଧ୍ୟ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ଗତ 1 ବର୍ଷ ମଧ୍ୟରେ 1,26,137 ଜମାକାରୀଙ୍କୁ 47 କୋଟି ଟଙ୍କା ଫେରସ୍ତ ହୋଇଛି। 2014ରୁ 2024 ମସିହା ଦୀର୍ଘ 10 ବର୍ଷ ମଧ୍ୟରେ କେବଳ 2,79,109 ଜଣଙ୍କ କ୍ଷୁଦ୍ର ଜମାକାରୀଙ୍କୁ ମାତ୍ର 119 କୋଟି ଟଙ୍କା ଫେରସ୍ତ କରାଯାଇଥିଲା। ପରବର୍ତ୍ତୀ ଖବର, ଝାରପଡ଼ା ଜେଲରେ ଜେଲ୍ ଡିଜି। ଭୁବନେଶ୍ୱର ସ୍ୱତନ୍ତ୍ର କାରାଗାରରେ ପହଞ୍ଚିଲେ ଜେଲ୍ ଡିଜି ସୁଶାନ୍ତ ନାଥ। ଜେଲରେ ପହଞ୍ଚି ବିଭିନ୍ନ ୱାର୍ଡ ବୁଲିବା ସହ ଝାରପଡ଼ା ଜେଲର ସୁପରିଟେଣ୍ଡେଣ୍ଟ ଓ ଜେଲଙ୍କ ସହ ଜେଲ୍ ଡିଜି ବୈଠକ କରିଛନ୍ତି। ଜେଲରଙ୍କ ସହ ମଧ୍ୟ ଆଲୋଚନା କରି କଏଦମାନଙ୍କ ସମ୍ପର୍କରେ ପଚାରି ବୁଝିଛନ୍ତି ଜେଲ୍ ଡିଜି। ଏପଟେ ଜଗନ୍ନାଥ ପ୍ରଧାନଙ୍କୁ ଭେଟିବା ସହ ୱାର୍ଡରଙ୍କୁ ଡାକି ଜେଲ୍ ଡିଜି ତାଗିଦ କରିଥିବା ସୂଚନା ରହିଛି। ଜେଲରଙ୍କ ସିସିଟିଭି ମଧ୍ୟ କଲେ ଯାଞ୍ଚ। ସେପଟେ ଏହି ବୈଠକରେ ଜେଲ୍ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ପରିଚାଳନା ଉପରେ ଆଲୋଚନା କରିଛନ୍ତି। ବୈଠକ ପରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଡିଜି ସୁଶାନ୍ତ ନାଥ। ଡିଜି କହିଛନ୍ତି ଝାରପଡ଼ା ଜେଲରେ ଲାଗିବ ଏଆଇ କ୍ୟାମେରା, ଫଳରେ ଜେଲର ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରାଯାଇପାରିବ। ପରବର୍ତ୍ତୀ ଖବର, 2026 ତାମିଲନାଡୁ ନିର୍ବାଚନ ପାଇଁ ଟିଭିକେ ପାର୍ଟିର ବଡ଼ ଘୋଷଣା। ଟିଭିକେ ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ଥାଲାପତି ବିଜୟ। ଚେନ୍ନାଇରେ ଶୁକ୍ରବାର ଅର୍ଥାତ୍ ଆଜି ବସିଥିବା ଟିଭିକେ ଦଳୀୟ ବୈଠକରେ ଏନେଇ ଘୋଷଣା କରାଯାଇଛି। ତେବେ ଦଳ ଏକାକୀ ଲଢ଼ିବା ନେଇ ନିଷ୍ପତ୍ତି ହୋଇଛି। ବିଜେପି ସହ କୌଣସି ମେଣ୍ଟ କରିବନି ବୋଲି ସ୍ପଷ୍ଟ କଲେ ବିଜୟ। ଶୁକ୍ରବାର ଦିନ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଦଳ ଏହାକୁ ଘୋଷଣା କରିଛି। ଦଳର ନେତାମାନେ ବୈଠକରେ ଯୋଗ ଦେଇଥିଲେ। ବୈଠକ ସମୟରେ ଏହା କୁହାଯାଇଛି ଯେ ଟିଭିକେ କୌଣସି ଦଳ ସହିତ ମେଣ୍ଟ କରିବ ନାହିଁ ଏବଂ ଏକାକୀ ନିର୍ବାଚନ ଲଢ଼ିବ। ଦଳ ବିଜେପି କିମ୍ବା ଡିଏମ୍କେ ସହିତ ମେଣ୍ଟ କରିବ ନାହିଁ। ପରବର୍ତ୍ତୀ ଖବର, ପୁରୀ ହେବ ମହାନଗର ନିଗମ। ମୋହନ ମାଝୀଙ୍କ ବଡ଼ ଘୋଷଣା। ପ୍ରେସମିଟ୍ କରି ବଡ଼ ଘୋଷଣା କରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁରୀ ପୌରପାଳିକାକୁ ମହାନଗର ନିଗମ କରାଯିବ କହିଲେ ମୋହନ।
ଏନେଇ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହେବ। ପ୍ରେସମିଟରେ ମୁଖ୍ୟମନ୍ତ୍ରୀ କହିଲେ, ପୁରୀ ସହରକୁ ନୂଆ ଢାଞ୍ଚାରେ ଆବଶ୍ୟକତା ରହିଛି। କ୍ରମବର୍ଦ୍ଧିତ ଜନସଂଖ୍ୟା ଓ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପୁରୀ ପୌରପାଳିକା ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ଅସମର୍ଥ। ତେଣୁ ନିକଟବର୍ତ୍ତୀ 10ଟି ପଞ୍ଚାୟତଗୁଡ଼ିକ ସହରର ଅଂଶବିଶେଷ ହେବ। ଏନେଇ ଆଜି ପ୍ରକ୍ରିୟା ଆରମ୍ଭ ହେବ। ଏହା ସହ ପୁରୀ ସହରରେ ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ। ଜଗନ୍ନାଥ ମ୍ୟୁଜିୟମ ସହ ଗବେଷଣା କେନ୍ଦ୍ର ଓ ସଂଗ୍ରହାଳୟ ମଧ୍ୟ ହେବ। ପରବର୍ତ୍ତୀ ଖବର, କଟକରୁ କ୍ୟାପିଟାଲ, ବାଲେଶ୍ୱରରୁ ରାଉରକେଲା। ସହରର ସବୁ ହାଟରେ ପରିବା ମିଳୁଛି 80 ଟଙ୍କାରେ। ହଠାତ୍ ପରିବା ବଜାରରେ ଲାଗିଲା ନିଆଁ। ହୁ ହୋଇ ବଢ଼ିଲାଣି ପରିବା ଦର, ଯାହାକୁ ନେଇ ଚିନ୍ତାରେ ପଡ଼ିଲେଣି ଖାଉଟି। 1000 ଟଙ୍କାରେ ପନିପରିବା କିଣିଲେ ମଧ୍ୟ ଫୁଲ ହେଉନି ବ୍ୟାଗ। ପରବର୍ତ୍ତୀ ଖବର, କର୍ଣ୍ଣାଟକରେ ଏକ ବଡ଼ ରେଳ ଦୁର୍ଘଟଣା ଟଳି ଯାଇଛି। ସୂଚନା ଅନୁସାରେ ଉଦୟପୁର ଅଭିମୁଖେ ଯାଉଥିବା ହମସଫର ଏକ୍ସପ୍ରେସର ଇଞ୍ଜିନରେ ହଠାତ୍ ନିଆଁ ଲାଗିଯାଇଥିଲା। ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଟ୍ରେନଟି ବେଙ୍ଗାଲୁରୁରୁ ଗତି କରୁଥିଲା। ଏହି ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି, ଯେଉଁଥିରେ ଟ୍ରେନର ଇଞ୍ଜିନରୁ ଧୂଆଁ ଏବଂ ନିଆଁର ଜ୍ୱାଳା ସ୍ପଷ୍ଟ ଦେଖାଯାଉଛି। ଯାତ୍ରୀଙ୍କ ମଧ୍ୟରେ ଆତଙ୍କ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଟ୍ରେନର ଆଗ ଡବାଗୁଡ଼ିକର ଧୂଆଁ ଉଠୁଥିବା ଦେଖି ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। କିଛି ଯାତ୍ରୀ ତୁରନ୍ତ ଚେନ୍ ଟାଣି ଟ୍ରେନକୁ ଅଟକାଇଥିଲେ ଏବଂ ଅନ୍ୟମାନଙ୍କୁ ନିଆଁ ବିଷୟରେ ସୂଚନା ଦେଇଥିଲେ। ତୁରନ୍ତ ଟ୍ରେନକୁ ଅଟକାଯାଇଥିଲା ଏବଂ ରେଲୱେ କର୍ମଚାରୀଙ୍କୁ ଏହାର ସୂଚନା ଦିଆଯାଇଥିଲା। ପରବର୍ତ୍ତୀ ଖବର, ପୁରୀ ସହରରେ ଶୀଘ୍ର ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ। ଏକ ପ୍ରେସମିଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପ ଅଧୀନରେ ଗୋଟିଏ ପରିସରରେ ଜଗନ୍ନାଥ ମ୍ୟୁଜିୟମ ସହିତ ଗବେଷଣା କେନ୍ଦ୍ର ଏବଂ ଲାଇବ୍ରେରୀ ମଧ୍ୟ ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ପରିସରରେ 300 ଆସନ ବିଶିଷ୍ଟ ଏକ ଅଡିଟୋରିୟମ ନିର୍ମାଣ କରାଯିବ, ଯେଉଁଠାରେ ପ୍ରତିଦିନ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ ପ୍ରଦର୍ଶିତ ହେବ। ଏହା ସହ ଏକ ମୁକ୍ତାକାଶ ରଙ୍ଗମଞ୍ଚ ନିର୍ମାଣ ମଧ୍ୟ ହେବ, ଯେଉଁଠାରେ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏହି ବିଶ୍ୱସ୍ତରୀୟ ପ୍ରକଳ୍ପ ଜଗନ୍ନାଥ ସଂସ୍କୃତିର ପ୍ରଚାର ଏବଂ ଗବେଷଣାକୁ ପ୍ରୋତ୍ସାହନ ଦେବା ସହ ପୁରୀର ସାଂସ୍କୃତିକ ମହତ୍ତ୍ୱକୁ ଆହୁରି ଉଜ୍ଜ୍ୱଳ କରିବ ବୋଲି ଆଶା କରାଯାଇଛି। ପରବର୍ତ୍ତୀ ଖବର, ଭାରତର ଅଗ୍ରଣୀ ଇସ୍ପାତ ନିର୍ମାତା କମ୍ପାନୀ ଟାଟା ଷ୍ଟିଲକୁ ଓଡ଼ିଶାର ଖଣି ବିଭାଗରୁ ଏକ ବଡ଼ ଝଟକା ଲାଗିଛି। କମ୍ପାନୀକି ଯାଜପୁରର ଡେପୁଟି ଡାଇରେକ୍ଟର ଅଫ୍ ମାଇନିଂsଠାରୁ 1902.72 କୋଟି ଟଙ୍କାର ଡିମାଣ୍ଡ ନୋଟିସ୍ ମିଳିଛି। ଏହି ନୋଟିସ୍ ଓଡ଼ିଶାର ସୁକିନ୍ଦା କ୍ରୋମାଇଟ୍ ବ୍ଲକରୁ ଖଣିଜ ପଦାର୍ଥ ପରିବହନରେ କଥିତ ଅଭାବ ସମ୍ବନ୍ଧରେ ଜାରି କରାଯାଇଛି। ଏହି ଡିମାଣ୍ଡ ମାଇନ୍ ଡେଭଲପମେଣ୍ଟ ଆଣ୍ଡ ପ୍ରଡକ୍ସନ ଏଗ୍ରିମେଣ୍ଟ ଅନୁଯାୟୀ ଚତୁର୍ଥ ବର୍ଷ ପାଇଁ ସଂଶୋଧିତ ମୂଲ୍ୟାଙ୍କନ ଆଧାରରେ କରାଯାଇଛି। ଟାଟା ଷ୍ଟିଲ୍ ଏହି ନୋଟିସକୁ ବିରୋଧ କରିଛି ଏବଂ ଏହାକୁ ଅଯଥା ଏବଂ ଆଧାରହୀନ ବୋଲି ଦାବି କରିଛି। କମ୍ପାନୀ ଏହି ମାମଲାର ଉପଯୁକ୍ତ ନ୍ୟାୟିକ ଏବଂ ଅର୍ଥନୈତିକ ମଞ୍ଚରେ ଆଇନଗତ ପ୍ରତିକାର ଅନୁସନ୍ଧାନ କରିବ ବୋଲି ଘୋଷଣା କରିଛି। ପରବର୍ତ୍ତୀ ଖବର, ରାଜ୍ୟର ଅଧିକାଂଶ ସ୍ଥାନ ସହ ଟ୍ୱିନ୍ ସିଟିରେ ଲାଗି ରହିଛି ତୁହାକୁ ତୁହା ବର୍ଷା। 24 ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ରାଜ୍ୟର ଆସନ୍ତା 3 ଦିନ ପର୍ଯ୍ୟନ୍ତ ମଧ୍ୟ ପ୍ରବଳ ବର୍ଷା ହେବ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରାୟ 7 ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା। 24 ଘଣ୍ଟାରେ ବଜ୍ରପାତ ସହ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ 4 ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଏବଂ ବରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଉତ୍ତର ଓଡ଼ିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ପରବର୍ତ୍ତୀ ଖବର, ପୁରୀ ଗୁଣ୍ଡିଚା ମନ୍ଦିରରେ ପୋଲିସ ଡିଜି। ଆଜି ନବମୀ ସନ୍ଧ୍ୟା ଦର୍ଶନ। ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି ପୋଲିସ ଡିଜି ୱାଇ.ବି. ଖୁରାନିଆ। ଆଜି ବାହୁଡ଼ା ଯାତ୍ରା ଥିବାରୁ ସେହି ନେଇ ମଧ୍ୟ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଗୁଣ୍ଡିଚା ମନ୍ଦିର ଭିତରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଏବଂ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା ତଦାରଖ କରୁଛନ୍ତି। ପୋଲିସ ଡିଜିଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ଦଳାଚକଟା ଘଟଣାରେ ସମସ୍ତ ସ୍ଥିତିକୁ ନେଇ ଆଗୁଆ ସତର୍କ ରହିଛନ୍ତି ପୋଲିସ ଏବଂ ପ୍ରଶାସନ। ପରବର୍ତ୍ତୀ ଖବର, ରଥଯାତ୍ରା ପରଦିନ ପୁରୀ ଶରଧାବାଲିରେ ଦଳଚକଟା ଘଟଣାରେ ଭିଡିଓ ଦେବାକୁ ଅପିଲ କରିଛନ୍ତି ଉନ୍ନୟନ କମିଶନର ଅନୁପ ଗର୍ଗ। ଦଳାଚକଟା ସମୟରେ ସେଠାରେ ଉପସ୍ଥିତ ଜନସାଧାରଣଙ୍କ ପାଖରେ ଯେଉଁ ସବୁ ଭିଡିଓ ଅଛି ସେଗୁଡ଼ିକୁ ପଠାଇବା ପାଇଁ ନିବେଦନ କରିଛନ୍ତି ଉନ୍ନୟନ କମିଶନର ତଥା ତଦନ୍ତକାରୀ ଅଧିକାରୀ ଅନୁପ ଗର୍ଗ। ମେଲ ଆଇଡିରେ ଭକ୍ତମାନେ ପଠାଇ ପାରିବେ। ଯଦି କୌଣସି ବ୍ୟକ୍ତି ପ୍ରତ୍ୟକ୍ଷ ଭାବେ ଭେଟି ତଥ୍ୟକୁ ଦେବାକୁ ଚାହୁଁଥିବେ ତେବେ ରାଜ୍ୟ ଅତିଥି ଭବନ, ଭୁବନେଶ୍ୱର ଏବଂ ପୁରୀ ସର୍କିଟ ହାଉସରେ ଅପରାହ୍ନ 3ଟାରେ ଦେଇପାରିବେ। ଉନ୍ନୟନ କମିଶନର ଅନୁପ ଗର୍ଗଙ୍କୁ ତଦନ୍ତ ଦାୟିତ୍ୱ ମିଳିବା ପରେ ସେ ଘଟଣାସ୍ଥଳକୁ ଯାଇ ତଦନ୍ତ କରି କିଛି ଲୋକଙ୍କୁ ପଚରାଉଚରା କରିଛନ୍ତି। ପରବର୍ତ୍ତୀ ଖବର, ତେଲେଙ୍ଗାନାର ଫାର୍ମାସ୍ୟୁଟିକାଲ କମ୍ପାନୀ ବିସ୍ଫୋରଣରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମୃତଙ୍କୁ 10 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ ଘୋଷଣା କରାଯାଇଛି। ତେଲେଙ୍ଗାନା ବିସ୍ଫୋରଣ ଗଞ୍ଜାମର 3 ଜଣ, ନବରଙ୍ଗପୁରର 2 ଜଣ ଏବଂ କଟକ ଓ ଯାଜପୁର ବାଲେଶ୍ୱରର ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ପରିବାରକୁ ସହାୟତା ସହ ରାଜ୍ୟ ସରକାରଙ୍କ ଏକ ଅଧିକାରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର ଏବଂ ଚିକିତ୍ସା କାର୍ଯ୍ୟର ଅନୁଧ୍ୟାନ କରୁଥିବା ସିଏମ୍ଓ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଖବର, ୟୁକ୍ରେନ ଉପରେ ରୁଷର ବଡ଼ ଆକ୍ରମଣ। ୟୁକ୍ରେନର ପ୍ରମୁଖ ସହର ଉପରେ ଜୋରଦାର ଆକ୍ରମଣ କରିଛି ରୁଷ। ମଧ୍ୟରାତ୍ରିରେ ରାଜଧାନୀ କିଭ୍ ସମେତ ଅନ୍ୟ କିଛି ଅଞ୍ଚଳରେ ମିସାଇଲ ଏବଂ ଡ୍ରୋନ୍ ଆକ୍ରମଣ କରିଛି ରୁଷ। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କି କହିଛନ୍ତି, ଏହି ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଫୋନ୍ କଥାବାର୍ତ୍ତା ସମୟରେ ହୋଇଥିଲା। ଜେଲେନ୍ସ୍କି ଅନୁଯାୟୀ, ଏହି ଆକ୍ରମଣରେ ରୁଷିଆ 500ରୁ ଅଧିକ ଡ୍ରୋନ୍ ଏବଂ ମିସାଇଲ ବ୍ୟବହାର କରି ୟୁକ୍ରେନର ଶକ୍ତି ଭିତ୍ତିଭୂମି, ହସ୍ପିଟାଲ ଏବଂ ପରିବହନ ବ୍ୟବସ୍ଥାକୁ ଟାର୍ଗେଟ କରିଛି। ଜେଲେନ୍ସ୍କି କହିଛନ୍ତି, ପୁଟିନଙ୍କ କଥା ଏବଂ କାର୍ଯ୍ୟ ମଧ୍ୟରେ ବିରୋଧ ରହିଛି। ଏହା ରୁଷିଆର ଯୁଦ୍ଧ ଏବଂ ଆତଙ୍କବାଦ ବନ୍ଦ କରିବାର କୌଣସି ଇଚ୍ଛା ନଥିବା ଦର୍ଶାଇଛି। ଜେଲେନ୍ସ୍କି ସ୍ପଷ୍ଟ କରିଛନ୍ତି ଯେ ୟୁକ୍ରେନ କେବେ ବି ଅଧିକୃତ ଅଞ୍ଚଳକୁ ରୁଷର ବୋଲି ଗ୍ରହଣ କରିବ ନାହିଁ। ଏହା ରୁଷ ପାଇଁ ରେଡ୍ ଲାଇନ୍।